ନୂଆପଡ଼ା ଜିଲ୍ଲା କମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରାକୁ ବନ ବିଭାଗ ଉଦ୍ଧାର କରିଛି। ବର୍ତ୍ତମାନ କଟୁରାଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟର ଷ୍ଟାଫ୍ ସାଗର ଠେଲା ପ୍ରମୁଖ କଟୁରାଟିର ଯତ୍ନ ନେଉଛନ୍ତି। ସୂଚନା ମୁତାବକ ଭରୁଆମୁଣ୍ଡା ଗାଁର ରୂପଧର ମାଝୀ ନିକଟସ୍ଥ ତନ୍ଦୁଳ ପାହାଡ଼କୁ ଛେଳି ଚରାଇବାକୁ ଯାଇଥିଲେ। ମଧ୍ୟାହ୍ନରେ ରୂପଧର ଫେରିଲା ବେଳେ ଏକ ଜଙ୍ଗଲୀ କଟୁରା ଛେଳି ସହ ମିଶି ଘରକୁ ଚାଲି ଆସିଥିଲା। ଏନେଇ କମନା ବନ ବିଭାଗ ପକ୍ଷରୁ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ। କମନା ରେଞ୍ଜର ଦେବଦତ୍ତ ସୁତରାଙ୍କ ନେତୃତ୍ୱରେ ଏକ ଟିମ୍ ଭରୁଆମୁଣ୍ଡାକୁ ଯାଇ ରୂପଧରଙ୍କ ପାଖରୁ କୁଟୁରାଟିକୁ ଉଦ୍ଧାର କରିଥିଲା। ଏବେ ବନ ବିଭାଗ କଟୁରାଟିକୁ ଆବଶ୍ୟକ ଡାକ୍ତରୀ ଚିକିତ୍ସା କରି ଯତ୍ନ ନେଉଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଉଚ୍ଚ ଅଧିକାରୀଙ୍କ ଆଦେଶ ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ରେଞ୍ଜର ଦେବଦତ୍ତ ସୁତାର କହିଛନ୍ତି। ବର୍ତ୍ତମାନ ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟର ଷ୍ଟାଫ୍ ସାଗର ଠେଲା ପ୍ରମୁଖ କୁଟୁରାଟିକୁ ଯତ୍ନ ନେଉଛନ୍ତି। ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ମାୟାଧର ସରାଫ କମନା ବନ ବିଭାଗ କାର୍ଯ୍ୟାଳୟକୁ ଯାଇ କୁଟୁରାଟିର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ। ନୂଆପଡ଼ା ଜିଲ୍ଲାରୁ ଯୌବନ ଗହିରୀଙ୍କ ରିପୋର୍ଟ, ଗୀତାଞ୍ଜଳି ନ୍ୟୁଜ୍।